କଉଡ଼ି ଖଣି କଥା। ସାମନ୍ତ ଓ ଅବଲକରା ସେଠାରୁ ଯାଉ ଯାଉ କେତେ ଦୂର ଅନ୍ତରେ ପାର୍ବତୀୟ ବୋଲି ଗୋଟିଏ ଦେଶ ଥିଲା। ସେହି ଦେଶରେ ପହଞ୍ଚିଲେ। ବେଳ ଉଛୁର ହେବା ଦେଖି ସାମନ୍ତ କହିଲେ, ଆଜି ଏହିଠାରେ ରହିବା। ଅବଲକରା କହିଲା, ହଉ। ଭାର ବହି ବହି ମୋର କାନ୍ଧ ବଥେଇଲାଣି, ଆଉ ଚାଲି ପାରୁନାହିଁ। ଏଠାରେ ବସା କରି ଆଜି ଦିନକ ରହିବା, କାଲି ସକାଳୁ ଉଠି ପୁଣି ଗୋଟିଏ ଗୋଟିଏ ଚାଲିଯିବା। ସେଠାରେ ସୌଦାଗର ପୋଖରୀ ବୋଲି ଗୋଟିଏ ବଡ଼ ପୋଖରୀ ଥିଲା। ସେହି ପୋଖରୀ କୂଳ ବରଗଛ ମୂଳରେ ବସି ସାମନ୍ତ କହିଲେ, ମୁଁ ସ୍ନାନ ପ୍ରକାର ସାରି ନିତ୍ୟକର୍ମ କରୁଛି। ତୁ ଚଞ୍ଚଳ ଯାଇ ସୌଦାପତ୍ର ଆଣେ। ଦିନ ଉଛୁର ହେଲାଣି, ହୁଣ୍ଡାଙ୍କ ପରି ବୁଲାବୁଲି କରି ବିଳମ୍ବ କରିବୁ ନାହିଁ। ଏହା କହି ସାମନ୍ତ ସ୍ନାନ କରିବାକୁ ଗଲେ। ଅବଲକରା ସଉଦା ଆଣିବା ପାଇଁ ବଜାରକୁ ଗଲା। ବଜାରରୁ ଡାଲି, ଚାଉଳ, ପରିବା, ଲୁଣ, ପତ୍ର ଓଗେର ଯାହା କିଛି କିଣା କିଣି କରି ଫେରିଲା ବେଳକୁ ଦେଖିଲା ଯେ ଗୋଟିଏ ଜାଗାରେ ଅତି ବଡ଼ କଉଡ଼ି ଖଣିଟାଏ ଅଛି। ପ୍ରତିଦିନ ସେ ଖଣିରୁ 108 ଜଣ ବ୍ରାହ୍ମଣଙ୍କୁ ଭୋଜନ ସାମଗ୍ରୀ କିଣିବା ପାଇଁ ଯେତେ ଲାଗୁଛି ସେତିକି ମାତ୍ର କଉଡ଼ି ଜଣେ ଲୋକ ଦେଉଅଛି। ଦିନେ ଦେଲେ ଯେତିକି କଉଡ଼ି ଖାଲି ହେଉଛି, ଆର ଦିନକୁ ଆପେ ସେତିକି କଉଡ଼ି ପୁଣି ପୁରି ଯାଉଛି। ଏ କଥା ଦେଖି ଅବଲକରା ଆଶ୍ଚର୍ଯ୍ୟ ହୋଇ ୟାକୁ ତାକୁ ପଚାରିଲା, ଏ କଉଡ଼ି ଖଣି କାହାର? ଯେତେ ବାଣ୍ଟିଲେ କାହିଁକି ସରୁନାହିଁ? ଏହା ଶୁଣି ସେମାନେ କହିଲେ, ଆମେ ଏଥିର ମୂଳ କଥା କହିପାରିବୁ ନାହିଁ, ମାତ୍ର ଅନନ୍ତ କାଳରୁ ଏହିପରି ଥିବାର ଶୁଣୁଅଛୁ। ତାଙ୍କଠାରୁ ଏ କଥା ଶୁଣି ଅବଲକରା ମୁହଁଟି ଶୁଖେଇ ଦେଇ ଗୋଟିଏ ଗୋଟିଏ ଫେରିଆସି ପୋଖରୀ କୂଳେ ପହଞ୍ଚି ସାମନ୍ତକୁ କହିଲା, ଆହେ ଗୋସାଇଁ, ମୁଁ ଆଜି ସଉଦା କିଣି ଯାଇ ଦେଖିଲି ଏହି ବଜାର ନିକଟରେ ଗୋଟିଏ ବଡ଼ କଉଡ଼ି ଖଣି ଅଛି। ତହିଁରୁ ପ୍ରତିଦିନ 108 ଜଣ ବ୍ରାହ୍ମଣକୁ ଭୋଜନ ସାମଗ୍ରୀ କିଣିବା ପାଇଁ ଯେତେ ଲାଗିବ ସେତେ କଉଡ଼ି ଦିଆ ହେଉଛି। ତଥାପି ସେ କଉଡ଼ି ନ ସରି ଆର ଦିନକୁ ପୁଣି ଯେତିକି ସେତିକି। ସେ କଉଡ଼ି ଖଣି କିଏ ରଖିଥିଲା? ବାଣ୍ଟିଲେ କାହିଁକି ସରୁନାହିଁ? ଏଥିର କାରଣ ମୋତେ ବୁଝାଇ ଦିଅ, ନୋହିଲେ ମୋ ବାଟେ ମୁଁ ଯିବି, ତୁମ୍ଭେ ମିଥ୍ୟାବାଦୀ ହେବ। ଏହା ଶୁଣି ସାମନ୍ତ ମନେ ମନେ ବିଚାର କଲେ, ଆସିଲା ବେଳେ ଯାହା ପଚାରିବ ତାହା କହିବି ବୋଲି ତ ପ୍ରତିଜ୍ଞା କରିଛି। ଏବେ ନିଶତ ହେଲେ କଣ ହେବ? ଏହା ପାଞ୍ଚି ରୋଷାଇ ଲଗାଇ କହିଲେ, ପକ୍କା କମ୍ବଳ ପୋତ ଛତା ବସ ଅବଲକରା କହିବା କଥା। ପୂର୍ବ କାଳରେ କନାଉଜ ଦେଶରେ ଜଣେ ସାଧବ ଥିଲା। ତାର ପ୍ରତି ମାସରେ 7 ଗୋଟି ବୋଇତ ଚଳୁଥାଏ। ଧାନ ବୋଇଲେ ଅକଳନା, ଯାହା କହନ୍ତି ପିଢା ଫୁଟି ଧନ ଯାଉଛି ସେମିତି। ଗୋରୁ, ଗାଈ, ଛେଳି, ମଇଁଷି କେତେ ଅଛନ୍ତି ତା କଳନା ନାହିଁ, ଅଗଣିତା। 7 ପୁଅ 7 ବୋହୂ, ବୁଢା ବୁଢୀ, ନୌକର ଚାକର, ଦାସ ଦାସୀ ଅନେକ। ଏହିପରି ସେ ସାଧବ କେତେ ସମ୍ପଦ ଭୋଗ କରୁଛି ତାହା କିଏ କହିପାରିବ? ଆହୁରି ନାତି ନାତୁଣୀ ମାଡ଼ି ଯାଉଛନ୍ତି। ସାଧବ ବୁଢା ଏହିପରି ମହାସୁଖରେ କାଳ କାଟୁଥାଏ। ହେଲେ କଣ ହେବ? ଦୈବତ ବଡ଼ ଲୋକ, ସେ ଯାହା ଭିଆଣ କରିଥାଏ ତାହା କିଏ ଅନ୍ୟଥା କରିବ? କେତେ ଦିନ ଉତ୍ତାରୁ ସାଧବ ବୁଢା ଥାଉ ଥାଉ ସାଧବାଣୀ ବୁଢୀଟି ମରିଗଲା। ତାକୁ ଲୋକେ ଧନ୍ୟ ଧନ୍ୟ କହିଲେ। ଅନେକ ଟଙ୍କା କଉଡ଼ି ଲାଗି ସୁଧି ସରିଲା। ବୁଢୀ ସିନା ଘରକୁ ବାଘୁଣୀ ପରି ଜଗି ରହିଥିଲା, ସେ ମରିଯିବାରୁ ବୋହୂମାନଙ୍କ ଠିକ୍ ଠିକଣା ରହିଲା ନାହିଁ। ଯଥା ସମୟରେ ପୁତ୍ରମାନେ ଖାଇବାକୁ ପାଇଲେ ନାହିଁ। ଏହା ଦେଖି ବୁଢା ମନେ ମନେ ବିଚାର କଲା, ଯାହା ଘରେ ନାହିଁ ବୁଢୀ ତା ଘର ଗଲା ଉଡି। ଏଣୁ ଯାହା ହେଉ ପଛେ ଗୋଟିଏ ବୁଢୀ କେଉଁଠାରୁ ହେଲେ ଆଣି ଘରେ ରଖିବି। ଯେବେ ବୋହୂମାନେ ତାରି ବୋଲରେ ଚଳିବେ, ତାହେଲେ କୌଣସି କଥାକୁ ଭୟ ନଥିବ। ଏ କଥା ବିଚାରି ଏଣେ ତେଣେ ବନ୍ଧୁବାନ୍ଧବ ଘରେ ଖୋଜୁ ଖୋଜୁ ଦୈବରେ ଦିନେ ଦେଖିଲା ଗୋଟିଏ ଦର ବୁଢୀ ବାହାଡା ଗଛ ମୂଳେ ବସି କାନ୍ଦୁଛି। ତା ପାଖକୁ ଯାଇ ପଚାରିଲା, କିଲୋ ଝିଅ, ତୋର ଘର କେଉଁଠି? ତୁ କିଏ ଜାତି? ତୋର ନାଁ କଣ? କାହିଁକି ଏ ଗଛ ମୂଳଟିରେ ବସି ବିକଳରେ କାନ୍ଦୁଛୁ? ଏହା ଶୁଣି ସେ ଦର ବୁଢୀ କହିଲା, ମୋ ନାଁ ସଂକରାନ୍ତି ଖଳିବି, ଜାତିରେ ବ୍ରାହ୍ମଣ। ସ୍ୱାମୀ ମୋର ମୋତେ ପୋଷି ନ ପାରି ଏହିଠାରେ ଛାଡ଼ି ଦେଇ ଗଲେ। ମୁଁ ତା କୁଳ ସ୍ତ୍ରୀ। କେଉଁଆଡେ ଯିବି? କା ଘରେ ରହିବି? ଏ କଥା ବିଚାରି ଦେହ ଫୁଟିବାରୁ ଏହି ଗଛ ମୂଳେ ବସି କାନ୍ଦୁଥିଲି। ଏବେ ତୁମ୍ଭକୁ ଦେଖିଲା ବେଳୁ ନିଜର ବାପା ଭାଇଙ୍କୁ ଦେଖିଲା ପରି ଲାଗିଲା। ଏହା ଶୁଣି ସାଧବ ବୁଢା ଭାରି ଆନନ୍ଦ ହୋଇ ମନେ ମନେ ବିଚାରିଲା, ଆଜି ମୋର ବଡ଼ ଭାଗ୍ୟ। ଯାହା ଖୋଜୁଥିଲି ତାହା ଦୈବ ଘଟେଇ ଦେଲା। ଏହାକୁ ନେଇ ଘରେ ରଖିବି।
ଏ ଶାଶୁ ପରି ମୋର ବୋହୂମାନଙ୍କୁ ପାଳିବ। ଶାସ୍ତ୍ର ତ ଲେଖିଛି, ବିନାଶ କାଳେ ବିପରୀତ ବୁଦ୍ଧି। ସାଧବ ବୁଢାକୁ ତ ବିନାଶ କାଳ ଘୋଟିଲାଣି। ତେଣୁ ମୂର୍ଖରୁ ହୀନ ହୋଇ କହିଲା, ତାହେଲେ ଚାଲ ମୋ ଘରକୁ ଯିବୁ। ମୋର 7 ପୁଅ 7 ବୋହୂ, ଅନେକ ନାତି ନାତୁଣୀ ଅଛନ୍ତି, ଅକଳନା ଧନ ଅଛି। ତାହା ସବୁ ପ୍ରତିପାଳି ସବୁରି ଉପରେ ହାକିମ ହୋଇ ସୁଖରେ ବସିବୁ। ଏହା ଶୁଣି ସଂକ୍ରାନ୍ତି ଖଳବି କହିଲା, ଯେବେ ମୋତେ ନେବ ବୋଲୁଛ ତାହେଲେ ସତ୍ୟ କର। ତୁମ୍ଭ ଘରେ ଯେତେ ଲୋକ ଅଛନ୍ତି ସେ ସମସ୍ତେ ମୋ କଥା ମାନି ମୁଁ ଯାହା କହୁଥିବି ତାହା କରୁଥିବେ। ଯେ ମୋ କଥା ନ ମାନି ମୋର ବୋଲ ନ କରିବ, ତୁମ୍ଭେ ତାକୁ ଘରୁ ବାହାର କରିଦେବ। ଏହା ଶୁଣି ସାଧବ ବୁଢା କହିଲା, ମୁଁ ସତ୍ୟ 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 3 ସତ୍ୟ କଲି। ଯେ ତୋର ବୋଲ ନ କରିବ ତାକୁ ନିଶ୍ଚୟ ଘରୁ ତଡ଼ିଦେବି। ଏହା ଶୁଣି ସେ ନାରୀ ସାଧବ ବୁଢା ସଙ୍ଗେ ସଙ୍ଗେ ଚାଲିଲା। ସାଧବ ବୁଢା ତାକୁ ଘରକୁ ନେଇ ବୋହୂମାନଙ୍କୁ ବସାଇ କହିଲା, ଦେଖ, ତୁମ୍ଭର ଶାଶୁ ମରିଯିବାରୁ ଘର ସୁବିଧାରେ ଚଳୁନାହିଁ, ଆଉ ତୁମ୍ଭେମାନେ ଛେଉଣ୍ଡି ହୋଇ ରହନ୍ତ। ତେଣୁ ଏ ବ୍ରାହ୍ମଣୀ ବୁଢୀଟିକୁ ଆଣିଛି। ଏ ଆଜିଠାରୁ ଆମ୍ଭ ଘରେ ତୁମ୍ଭର ଧର୍ମ ମା ହୋଇ ରହିଲା। ତୁମ୍ଭମାନଙ୍କୁ ଆଉ ତୁମ୍ଭର ପିଲାମାନଙ୍କୁ ପ୍ରତିପାଳି ସବୁରି ଉପରେ ହାକିମି ଚଳାଇବ। ତୁମ୍ଭେମାନେ ୟାରି ବୋଲରେ ଚଳିବ। ଏ ଯାହା କହିବ ସେ କଥାକୁ କେହି ତଳେ ପକାଇଦେବ ନାହିଁ। ଯେ ୟାର ବୋଲ ନ କରିବ ତାକୁ ଘରୁ ତଡ଼ିଦେବି। ଏ କଥା ଶୁଣି ବୋହୂମାନେ ହଉ ସେମିତି କରିବୁ ବୋଲି କହିଲେ। ବୁଢା ତାର ବେପାର ବଣିଜ ବୁଝିବାକୁ ଗଲା। ସଂକ୍ରାନ୍ତି ଖଳବି ଘରେ ରହି ହାକିମି ଚଳାଇଲା। ସେ ତ ଲକ୍ଷପତି ସାଧବ ଘର, ତା ଘରେ ଅବା କଣ ନାହିଁ? ଚାରିଆଡେ ଧନ ଦରବ ପୁରୀ ରହିଛି। ପ୍ରତିଦିନ ଲକ୍ଷ୍ମୀ ପୂଜା ହଉଛି। ବୋହୂମାନେ ସକାଳୁ ଉଠି ଛେରା ପହଁରା ଲିପା ପୋଛା ସାରି ଗାଧୋଇ ପାଧୋଇ ଫୁଲ ଦୁବ ତୋଳି ଝୋଟି ମୁରୁଜ ଦେଇ ସୁନ୍ଦର କଜ୍ଜଳ ଘେନି ଲକ୍ଷ୍ମୀ ପୂଜା କରୁଛନ୍ତି। ଥୋକେ ଯେ ଯାହାର କାମଧନ୍ଦାରେ ଲାଗିଛନ୍ତି, ଏହିପରି ଉତ୍ସବ ଲାଗିଛି। ଏହା ଦେଖି ସଂକ୍ରାନ୍ତି ସହିପାରିଲା ନାହିଁ। ସେ ତ ଅଲକ୍ଷଣୀ, ସେ ପୁଣି ମଙ୍ଗଳ କାର୍ଯ୍ୟ ଦେଖିଲେ କାହୁଁ ସହିପାରିବ? ତାହାର ଦେହ ପୋଡ଼ିବାରୁ ସାଧବ ବୋହୂମାନଙ୍କୁ ଚାହିଁ ରାଗରେ କହିଲା, କିଲୋ, ଶ୍ୱଶୁର ବୁଢାପରା କହିଲେ ମୁଁ ଯାହା କହିବି ସେ କଥା କରିବ। ଏବେ ମୋତେ ନ ପଚାରି କାହା ବୋଲରେ ଏହା ସବୁ କରୁଛ? ଶୁଣିଥିବ ତ ଲୋକେ କହନ୍ତି, ପାଟକେ ନାଟେ। ମୁଁ ଯେବେ ଆସି ଧର୍ମଶାଶୁ ହୋଇ ଘରେ ରହିଲିଣି, ତାହେଲେ ପୂର୍ବ କଥା ଛାଡ଼ି ଏବେ ମୁଁ ଯାହା କହିବି ସେ କଥା କର। ନକଲେ ଯାଉଛି ବୁଢାକୁ କହିଦେଇ ମୋ ବାଟେ ମୁଁ ଚାଲିଯିବି। ଏହା ଶୁଣି ବୋହୂମାନେ ଭୟରେ ଥରି ଥରି କହିଲେ, ମା ଗୋ, ଏ କଥାରେ ଆମର ଦୋଷ ହେଲା, ନ ଜାଣି ଅପରାଧ କଲୁ, ତାହା କ୍ଷମା କର। ଏବେ ଯାହା ବୋଲିବ ତାହା କରିବୁ। ଏହା ଶୁଣି ଖଳବି କହିଲା, ଆଜିଠାରୁ ସକାଳୁ ନ ଉଠି ବେଳ ଘଡ଼ିଏ ହେଲେ ଉଠିବ। ବଡ ଘର ବୋହୂ ହୋଇ ଛେରା ପହଁରା ଗୁଡେ କାହିଁକି କରୁଛ? ତା ନ କରି ଆଗ ଦାନ୍ତ ଟିକେ ଘଷି ଦେଇ ଶୁଖୁଆ ପଡି ପଖାଳ ବକତେ ଖାଇଦବ। ଫୁଲ ଧୂପ ଦୀପ ଏତେ କଥା କରିବାକୁ ବେଳ କାହିଁ? କେବଳ ସାଇ ପଡିଶାରେ ଟିକେ ବୁଲାବୁଲି କରିବ। ଦେଖିବ ବେଳ ହେଲେ ତ ଗାଧୋଇ ଯିବ, ନହେଲେ ସେମିତି ଅଗାଧୁଆରେ ରନ୍ଧାବଢା କରିଦେବ। ଖିଆପିଆ ସରିଲେ ବେଳ ହେଲେ ଅଇଁଠା ସଙ୍କୁଡ଼ି ପୋଛିବ, ନହେଲେ ସେମିତି ପଡିଥିବ ଏକା ବେଳକେ ରାତିକୁ ପୋଛିଦେବ। ଖରା ବେଳେ ମନ ହେଲେ ଲିଆ ଭାଜି ନିଶ୍ଚିନ୍ତରେ ଖାଇବ। ଦିଅଁ ଦେବତା ଯାହା କହୁଛ ସେଗୁଡାକୁ କିଛି ନୁହେଁ, ତୁଚ୍ଛାକୁ କାଠ ପିତୁଳା ଗୁଡାକ ବସେଇଛନ୍ତି। ସେଥିପାଇଁ ଏତେ କଷ୍ଟରେ କାହିଁକି ଫୁଲ ଦୁବ କରୁଛ? ତା ଆଉ କରିବ ନାହିଁ। ଭିକାରୀ ଗୁଡାକ ମାଗି ଆସିଲେ ତାଙ୍କୁ କିଛି ନ ଦେଇ ତଡ଼ି ଦେଉଥିବ। ଓଷା ଗୁରୁବାର ସଂକ୍ରାନ୍ତି ଗୁଡେ କଣ କରି ତୁଚ୍ଛାକୁ ଦିନ 2.5 ପହର ଯାଏ ଭୋକ ଉପାସରେ ରହୁଛ? ଆଜିଠାରୁ ତ ଆଉ କରିବ ନାହିଁ। ଘରେ ଝୋଟି ମୁରୁଜ ଦେଲେ ଦେହରେ ଧୋବ ଛଉ ହେଲା ପରି ଦିଶିବ। ସେ କଥା କରିବାକୁ ଆମର ଲୋଡ଼ା ନାହିଁ। କେବଳ ମାଛ ମାଉଁସ ଭୁଜା ଲିଆ ପିଠାପଣା ଖାଇ ପିଇ ସୁଖରେ ଶୋଇବ। ମନ ହେଲେ ଏଣେ ତେଣେ ବୁଲିବ। ଏ କଥା ଛାଡ଼ି କାହିଁକି ଏତେ ଧନ୍ଦାରେ ପଡ଼ି ମରୁଛ? ଏହା ଶୁଣି ସାଧବ ବୋହୂମାନେ ବିଚାରିଲେ, ଆମ କର୍ମକୁ ଶ୍ୱଶୁର ଭଲ ଶାଶୁଟିଏ ଆଣିଦେଲେ, ଏଥର ଆମକୁ ଆଉ ଟିକେ ଚିନ୍ତା ନାହିଁ। ଏ କଥା ବିଚାରି ସଂକ୍ରାନ୍ତି ଖଳବି ଯେତେ ଅନୀତି ଶିଖାଇଲା, ସେ ତହିଁ ପ୍ରତି 2 ଗୁଣ ଅନୀତି କଲେ। କେବଳ ସବା ସାନ ବୋହୂଟି ତା କଥା ନ ମାନି ପୂର୍ବରୁ ତାର ନିଜ ଶାଶୁ ଯାହା କରିଆସୁଥିଲା ସେ ସେପରି କରୁଥାଏ। ଗୁରୁବାର ହେଲେ ଲିପାପୋଛା ଝୋଟି ମୁରୁଜ ଫୁଲ ଦୁବ ଧୂପ ଦୀପ ଆଳତି ଦେଇ ଲକ୍ଷ୍ମୀ ପୂଜା କରେ। ପ୍ରତିଦିନ ରାତି ଥାଉ ଥାଉ ଉଠି ଛେରା ପହଁରା କରି ଗାଧୋଇ ଆସେ। ଦିଅଁ ଦେବତା ପୂଜା କରେ। ଲକ୍ଷ୍ମୀ ପୂଜା ଉପାସ କରେ। ଭିକାରୀ ମାଗିଲେ ଭିକ ଦିଏ।
ଏମିତି ସର୍ବଦା ମଙ୍ଗଳ କାର୍ଯ୍ୟ କରିବାରେ ଲାଗିଥାଏ। ତାରି ଯୋଗରୁ ଲକ୍ଷ୍ମୀ ସେ ଘର ଛାଡି ଯାଇ ପାରୁନଥାନ୍ତି। ଏ କଥା ଦେଖି ସଂକ୍ରାନ୍ତି ଖଳ ବି ଅନେକ ଗାଳି ଦେଇ ତାକୁ ମନା କଲା। ତଥାପି ସେ ତା କଥାକୁ ଖାତିର ନ କରି ସେମିତି ସବୁ ମଙ୍ଗଳ କାର୍ଯ୍ୟ ଯାକ କଲା। ତେଣୁ ସେ ଖଳ ବି କ୍ରୋଧରେ କାନ୍ଦି କାନ୍ଦି ଯାଇ ସାଧବ ବୁଢାକୁ ସବୁ କହିଲା। ତୁମ୍ଭେ ଯେମିତି କହିଲ ସେମିତି ବଡ ବୋହୂ ମାନେ ମୋର ବୋଲରେ ଚଳିଲେ, କେବଳ ସାନ ବୋହୂ ମୋ କଥା କାନରେ ନ ଶୁଣି ନାନା ଅତ୍ୟାଚାର କରୁଛି। ତେଣୁ ମୁଁ ଆଉ ତୁମ୍ଭ ଘରେ ରହିପାରିବି ନାହିଁ। ଏହା ଶୁଣି ସାଧବ ବୁଢା କହିଲା, ଯେବେ ସାନ ବୋହୂ ତୋ କଥା ନ ମାନିଲା ତାକୁ ଆଜିଠାରୁ ତଡ଼ିଦେବି। ଯାହା ହେଲାଣି ତ ହେଲାଣି, ତୁ ଆଉ ସେ କଥାକୁ ଦୁଃଖ କରନା। ଏହି ରୂପେ ଖଳ ବିକି ବୋଧ କରି ସାନ ପୁଅକୁ ଡାକି କହିଲା, ତୋ ଭାରିଜା ଧର୍ମଶାସ୍ତ୍ର କଥା ମାନିଲା ନାହିଁ, ତେଣୁ ମୁଁ ଆଜି ତାକୁ ଘରୁ ତଡ଼ିଦେବି। ତୁ ଯେବେ ତାକୁ ଛାଡି ରହିବୁ ରହ, ନହେଲେ ତାକୁ ଧରି ଯେଉଁଆଡେ ଇଚ୍ଛା ହେଉଛି ସେହିଆଡେ ଚାଲିଯା। ଏହା ଶୁଣି ସାନ ପୁଅ ମନେ ମନେ ବିଚାରିଲା, ଏ ବୁଢାକୁ ଦୈବ ଛାଡିଲାଣି, ନହେଲେ କାହୁଁ ଗୋଟେ ଛତର ଖାଇ ଆଣି ତା ବୋଲରେ ନିଜର ବୋହୂକୁ ତଡ଼ିଦେବି ବୋଲନ୍ତା କି? ଏଣୁ ଆଉ ଏହା ପାଖରେ ଥିଲେ ମଙ୍ଗଳ ନାହିଁ। ଏ କଥା ମନରେ ପାଞ୍ଚି କହିଲା, ଯେବେ ତୁମେ ବୋଲୁଛ ତାହେଲେ ମୁଁ କାଲି ସକାଳୁ ମୋର ଭାରିଜାକୁ ଘେନି ଘରୁ ଚାଲି ଯାଉଛି। ତାହା ଶୁଣି ବୁଢା କିଛି ଉତ୍ତର ନ ଦେଇ ତୁଳା ମୁହା କାଙ୍କ ପରି ଚୁପ୍ ମାରି ରହିଲା।